ମୋତେ ବର୍ତ୍ତମାନ 40 ବର୍ଷ ଚାଲୁଛି। ଆପଣ 40 ବର୍ଷ ଚାଲିଲେ ଆପଣଙ୍କୁ ଟିକେ ଖରାପ ଲାଗୁଥିବ। ମାନେ ମୁଁ କୋରାପୁଟରେ 40 ବର୍ଷ ହେଲା ପାଦ ଥାପିଛି। ଆପଣ ଏଇ ଯେଉଁ ନିଶାମୁକ୍ତ ଅଭିଯାନ, ଭାଷା ସୁରକ୍ଷା ଆନ୍ଦୋଳନ ସହିତ ଯେଉଁ ନିଶାମୁକ୍ତ ଅଭିଯାନ ପାଇଁ ଏ ପ୍ରକାରର ଇଚ୍ଛା ଆପଣଙ୍କର କାହିଁକି ହେଲା, କାହିଁକି ଆପଣ ମନ ବଳେଇଲେ? ମୁଁ ଯେତେବେଳେ କୋରାପୁଟ ଜିଲ୍ଲାରେ ପହଞ୍ଚିଲି ସେତେବେଳେ ଦେଖିଲି ଯେ ଆମର ପୁରୁଷ ବନ୍ଧୁମାନେ ମଦ୍ୟପାନ କରିକିରି ଆମର ମାଆମାନଙ୍କୁ ବହୁତ ନିର୍ଯାତନା ଦେଉଛନ୍ତି ଏବଂ ଅତ୍ୟାଚାର କରୁଛନ୍ତି। ଅତ୍ୟାଚାରିତ ହେଇ ମାଆମାନେ ଅଣନିଶ୍ୱାସୀ ହେଇଯାଉଛନ୍ତି। ମାଆମାନେ ସବୁ କାମ କରିବେ, ଘରର ଯାବତୀୟ କାମ କରିବେ, ତା ସତ୍ତ୍ୱେ ପୁରୁଷ ବନ୍ଧୁମାନେ ମଦ ପିଇକିରି ଆସି ତାଙ୍କୁ ମାରଧର କରିବେ, ବିଭିନ୍ନ ପ୍ରକାର ନିର୍ଯାତନା ଦେବେ। ଏସବୁ ଅସହ୍ୟ ଅକ୍ଷମଣୀୟ ମଧ୍ୟ ଥିଲା। ସେଥିପାଇଁ ମୁଁ ଚିନ୍ତା କଲି ଯେ କୋରାପୁଟ ଜିଲ୍ଲାକୁ ସଦରେ କ'ଣ ନିଶାମୁକ୍ତ କରିହେବ? ଜିଲ୍ଲା ତ ସମ୍ଭବ ନୁହେଁ। ତେଣୁ ମୁଁ ଗୋଟେ ଅନୁଷ୍ଠାନ ଗଢ଼ିଲି। ସେ ଅନୁଷ୍ଠାନର ନାଁ ଥିଲା ନାରାୟଣ ପଣ୍ଡା ସ୍ମୃତି ସ୍ମାରକୀ ଅମୃତୋତ୍ସବ। ଏହା ଭିତରେ ମୁଁ ପ୍ରତ୍ୟେକ ଗାଁକୁ ଗଲି, ଗାଁରେ ଲୋକମାନଙ୍କୁ ବୁଝେଇଲି। ବ୍ୟକ୍ତିଗତ ଭାବରେ ଲୋକଙ୍କୁ ପ୍ରତିବର୍ଷ 4 ଜଣ 6 ଜଣ ଆଣିକି ନିଶାମୁକ୍ତ ଭିତରେ ସାମିଲ କରି ସେମାନଙ୍କୁ ସମ୍ବର୍ଦ୍ଧିତ କଲି। ମୁଁ ଦେଖିଲି ଯଦି ଏମିତି ଜଣେ ଜଣେ ସମ୍ବର୍ଦ୍ଧିତ ହୁଅନ୍ତି ତାହେଲେ ମୋ ଜୀବନ ଚାଲିଯିବ ସିନା, ଇଏ 10-15 ଜଣ ବି ସମ୍ବର୍ଦ୍ଧିତ ହୋଇପାରିବେ ନାହିଁ କି ନିଶା ଛାଡ଼ିପାରିବେ ନାହିଁ। ମୁଁ ଗୋଟେ ଚିନ୍ତା କଲି। ସେତେବେଳେ ଆମର ପୂର୍ବତନ IAC ପ୍ରାକ୍ତନ IAC ଆମର କୈଳାସ ଚନ୍ଦ୍ର ସେଠୀ ମହୋଦୟ ଆମକୁ ଅତିଥି ଭାବରେ ଆସିଥାନ୍ତି। ସେ ଗୋଟେ ମୋତେ ପ୍ରସ୍ତାବ ଦେଲେ ଯେ ପଣ୍ଡା ସାର୍ ଆପଣ ଦେଖନ୍ତୁ, ଆପଣ ଗୋଟିଏ ସାହିତ୍ୟ ସଂସଦ ଗଠନ କରନ୍ତୁ। ମୁଁ ତାକୁ ନିରବତାର ସହିତ ରହିଥିଲି ଏବଂ ସାହିତ୍ୟ ସଂସଦ ଗଠନ ପ୍ରକ୍ରିୟାରେ ମଧ୍ୟ ମଝିରେ ମଝିରେ ମୁଁ ତାକୁ ଭାବୁଥିଲି, ଚିନ୍ତନ କରୁଥିଲି। ଆଉ ତାପରେ ମଧ୍ୟ ତାର ବର୍ଷ ସାହିତ୍ୟ ସଂସଦ ଗଠନ କଲି। ସାହିତ୍ୟ ସଂସଦ ନାମ ରଖିଲି ନାରାୟଣ ପଣ୍ଡା ସ୍ମୃତି ସାହିତ୍ୟ ସଂସଦ। ତାର ଗୋଟେ 4ଟି ଦିଗ ଥିଲା। ଗୋଟିଏ ଦିଗ ହେଉଛି ବଳିଷ୍ଠ ଦିଗ, ହେଉଛି ନିଶା ନିବାରଣ, ଯାହାକି ଆଜି ପ୍ରକ୍ରିୟା, ସେଇ ପ୍ରକ୍ରିୟା ଆଜି ସମାଜରେ ଚାଲୁ ରହିଛି। ଆଚ୍ଛା, ଏଇ ଯେଉଁ ନିଶାମୁକ୍ତ ଆନ୍ଦୋଳନ ବା ନିଶାକୁ ନା ଏଇ ଯେଉଁ ଅଭିଯାନ ଆପଣ ଆରମ୍ଭ କରିଛନ୍ତି, ଲୁଚି ନିଶା ଭଳି ଏକ ସେଚୁବନ୍ଧ ବାନ୍ଧିବାର ପ୍ରଚେଷ୍ଟା ଆପଣ କରିଛନ୍ତି, ଏଇ ପ୍ରଥମ ଅଭିଯାନ ଆପଣ କେଉଁଠୁ ଆରମ୍ଭ କରିଥିଲେ? ପ୍ରଥମ ଅଭିଯାନ ଆମର କୁଲବେରୀ ଗ୍ରାମ ପଞ୍ଚାୟତ ଡାଭାସପୁର ନନ୍ଦପୁର ବ୍ଲକରୁ ଆରମ୍ଭ ହୋଇଥିଲା। ଆଚ୍ଛା ଆଚ୍ଛା, ଆପଣ କେତେ ଖଣ୍ଡ ଗାଁକୁ ନିଶାମୁକ୍ତ କରିଛନ୍ତି? ଏବକୁ 5 ଖଣ୍ଡ ଗାଁ ନିଶାମୁକ୍ତ ହୋଇଛି। ଖାଲି ମୋ ପ୍ରଚେଷ୍ଟାରେ ନୁହେଁ, ଆମର ଗୋଟେ ବୈଷୟିକ ପରିବାର ଅଛି। ସେ ପରିବାର ଏବଂ ସାମ୍ବାଦିକ ବନ୍ଧୁମାନଙ୍କର ସହଭାଗିତା, ଏ ସମସ୍ତଙ୍କୁ ନେଇକରି ମୁଁ ଆଜି ଆଗକୁ ଯାଇଛି, ଆଗକୁ ବଢ଼ୁଛି। ଏ ସମସ୍ତ ଶ୍ରେୟ ମଧ୍ୟ ମୋର ପରିବାର ଏବଂ ସାମ୍ବାଦିକମାନେ ମଧ୍ୟ ମୁଁ ଦେଉଛି।